ଶୀତ କେମିତି ଆପଣମାନଙ୍କ ଆଡ଼େ? ଯେତେ ଶୀତ ହଉ ମ ନିଆଁ ତାତିକୁ କେଉଁ ଶୀତକୁ ଖାତିରି ଅଛି। ମୁଁ ତ କେଉଁଝରିଆ ଲୋକ। ଶୀତ ହେଲେ ଟିକେ ନିଆଁ ପୁଇଁ ହେଲେ ମୋତେ ଭାରି ଖୁସି ଲାଗେ। ମୁଁ ଟିକେ ନିଆଁ ପାଖରେ ବସିଥିଲି ଆଉ ବିଭିନ୍ନ କଥା ମୋର ମନେ ପଡ଼ୁଥିଲା। ଆମ କୁନି ट्रेन बड़ा मुझे छोड़ो मैं दिन तुम्हारे आऊंगा ऐसे सेल्चुआ को जाने दिया और उसने इसको जाने दिया और उसने पैर को करते ला କେମିତି ଗପ କହିଲା ଶୁଣିଲେ ତ? ତା ଗପ ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ ମୋତେ କହିବେ। ହେଲେ କୁନି ଗପ ଶୁଣିଲା ପରେ ପରେ ଆମେ ଯାଇ ଖାଇଥିଲୁ। ଆଜି ଖାଇବା କଥାଟା ବି ମୋତେ ଟିକେ କେମିତି ଲାଗିଲା। ବୋଉ ଦିଏ ମୋତେ କହିଲେ, ବୋଉ ଆଜି ପଖାଳ କରିଦେବା କି? ଅବଶ୍ୟ ଶୀତ ଦିନେ ପଖାଳ ଖାଇବାଟା ଗୋଟେ ବଡ଼ ମଜାଦାର କାମ। କାହାକୁ ଶୀତ ଦିନେ ଖରା ପିଠିଆ ହେଇ ବସି ପଖାଳ ଖାଇବାକୁ ଭଲ ଲାଗେ ଟିକେ କହିବେ ତ? ମୁଁ ତ ଭାରି ଭଲ ପାଏ। ହେଲେ ଅଚାନକ ଏମାନେ କାହିଁକି ପଖାଳ କଥାଟା ଆଜି ପଚାରିଲେ? ଆମେ ତ ଏ ସାଙ୍ଗ ହେଇ ଖାଇବା ବଡ଼ କଷ୍ଟ। ଆମେ ବୁଢ଼ାବୁଢ଼ୀ ଯାଇ ଖରା ପିଠିଆ ହେଇ ବସି ପଖାଳ ଖାଇଲୁ। ଆଉ ଇଏ କହିଲେ ମୋ ପାଇଁ ଟିକେ ଶୁଖୁଆ ଭାଜିଦେବ। ମୁଁ କହିଲି ମୋ ପାଇଁ ଟିକେ ବାଇଗଣ ଟମାଟୋ ପୋଡ଼ିଦେବ। ହଜାର ପ୍ରକାର ନବରଙ୍ଗ କରି ପଖାଳ ଖାଇବାକୁ ମୋତେ ଭଲ ଲାଗେନି। ପଖାଳ ଖାଇସାରି ମୁଁ ଯାଇ ଟିକିଏ ଖରାରେ ଠିଆ ହେଇ ପଡ଼ିଲି। ଆଉ ତାପରେ ଯାଇ ଶୋଇପଡ଼ିଲି। ରାତି ଖାଇଲା ବେଳକୁ ମୁଁ ଯାଇ ଜାଣିପାରିଲି ଆଜି ପଖାଳ କରିବାର ରହସ୍ୟ। ଦେଖୁନାହାନ୍ତି, ସବୁ ମଗିଆମଗି କରି ଗୋଟେ ଖିଆ ହେଲା ଆଉ। ହଁ, ଶୀତଦିନେ ଟିକେ ଚଟପଟି ଖାଇବାକୁ ଭଲ ଲାଗେ। ସେମାନେ ତାଙ୍କର କଥାବାର୍ତ୍ତା ହେଇ ପ୍ରୋଗ୍ରାମ୍ କରିଛନ୍ତି। ମୋର ଏବେ ଅସୁବିଧା କ'ଣ ହେଇଯାଉଛି? ମୁଁ ତ ସବୁବେଳେ କହିଛି କୌଣସି କଥାରେ ମୁଁ ଏତେ ରିଜିଡ଼ ହୁଏନି। ତା'ର ମାନେ ଆକ୍ଷରିକ ଓଡ଼ିଆଟା କହିପାରୁନି। ମାନେ ଏତେ ଗୋଟେ ଏଇ କାମ ମୁଁ କରିବିନି ଏମିତି ନାହିଁ। କେତେଟା ନିର୍ଦ୍ଦିଷ୍ଟ କାମ ଯେଉଁଟାକି ଆମେ କେବେ ବି କରିବା ଉଚିତ ନୁହେଁ। କିନ୍ତୁ ଏଇ ଖିଆପିଆ ଭଲମନ୍ଦ ଏଇଗୁଡ଼ା ଟିକେ ଟିକେ ଦୁନିଆରେ ଚାଲିଛି। ଏକଦମ ସେଥିରୁ ବାରି ହେଇକି ରହିବା କ'ଣ ସହଜ? କୋଉ 2-3 ମାସରେ ଥରେ ଯଦି ବାହାରୁ ମଗେଇ ଖାଇଦେଲେ କିଛି ଅସୁବିଧା ନାହିଁ। ଛୋଟ ପିଲାଙ୍କୁ ନେଇ ହୋଟେଲ ଯିବା ସୁବିଧାଜନକ ନୁହେଁ, ଖର୍ଚ୍ଚ ବି ବହୁତ ଅଧିକା। ତେଣୁ ପିଲାମାନେ ବେଳେବେଳେ ଏମିତି ଘରକୁ ସବୁ କଥା ମଗାନ୍ତି ଆଉ ସାଙ୍ଗସାଥି ହେଇ ଖାଆନ୍ତି। ଏମିତି ସାଙ୍ଗ ହେଇ ଆମେ କ'ଣ ଏକାଠି ସମୟ କରି କେଉଁ ହୋଟେଲକୁ ଯାଇପାରିବୁ? ଏଥିପାଇଁ ମୁଁ ଏମିତି ଖାଇବା ବ୍ୟବସ୍ଥାରେ ଭାରି ଖୁସି ହୁଏ। ଏବେ ତ ମୋତେ ଏସବୁରେ ମୁଣ୍ଡ ପୁରେଇବାକୁ ପଡ଼ୁନି। ପିଲାମାନେ ଏସବୁ ବୁଝାବୁଝି କରି ତାଙ୍କ ଭିତରେ କରିଦେଉଛନ୍ତି। ରାତିରେ ଏମିତି ଖିଆପିଆ ହେବ ବୋଲି ସେମାନେ ସକାଳେ ପଖାଳ ବ୍ୟବସ୍ଥା କରିଥିଲେ। ମୁଁ ଏତେ କଥାରେ ମୁଣ୍ଡ ପୁରାଏନି। ତାପରେ ପଖାଳଟା ତ ଆମ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ। ଯଦି ଗୋଟେ ଦିନ ସେମାନେ କହିଲେ ଆଜି ପଖାଳ ଖାଇଦେବା, ମୁଁ କାହିଁ ମୁଣ୍ଡ ଖରାପ କରିଥାନ୍ତି? ତାଙ୍କ ସାଙ୍ଗେ ଖିଆପିଆ ବେଳେ ମୋର ମନେ ପଡ଼ିଗଲା, ଏବେ ମୋ ସାନ ଭାଉଜ ଆସିଥିଲା। ଆପଣମାନେ ତାକୁ ନିଶ୍ଚୟ ଚିହ୍ନିଥିବେ। କେତେ ଥର ଦେଖା ସାକ୍ଷାତ ହେଲାଣି। ସେ ବଢ଼ିଆ ବଡ଼ି ଆଣିଥିଲା। ଆମ କେଉଁଝର ବଡ଼ି ହେଉଛି ଭାରି ବିଖ୍ୟାତ, ଭାରି ସ୍ୱାଦିଷ୍ଟ। ସେ ପାଣିରେ କୁଆଡ଼େ ଭଲ ବଡ଼ି ହୁଏ। ତେଣୁ କେଉଁଝରିଆ କୁଣିଆ ଆସିଲା ମାନେ ବଡ଼ି ଦୁଇଟା ଯଦି ନ ଆଣିବେ ଆଉ ଲାଭ କ'ଣ? ସେ ବଡ଼ି ଆଣିଥିଲା। ଆମେ ସେ ବଡ଼ିକୁ ଖାଇବା ପୂର୍ବରୁ ଛଣାଛଣି କଲୁ। ବଡ଼ି ଛାଣିଲା ବେଳକୁ କେଉଁଝର ପରିବା କଥା ମନେ ପଡ଼ିଗଲା। ଶୀତଦିନେ କାହାକୁ ପରିବା ହାଟରେ ବୁଲିବାକୁ ଭଲ ଲାଗେ କହିବେ ତ? ମୋତେ ତ ଭାରି ଭଲ ଲାଗେ। ମୁଁ କହେ ଶୀତଦିନେ ଫଳ ଦୋକାନ, ଫୁଲ ଦୋକାନ ଆଉ ପରିବା ଦୋକାନ ମୋତେ ନେଇ ସେଇଠି ଛାଡ଼ିଦେଲେ ମୁଁ ତ ଗଲା ଦିନ ସାରା ବୁଲୁଥିବି। ଆଉ ମୋର ଏ କଥାଟା ଆପଣଙ୍କୁ କେମିତି ଲାଗିଲା କହିବେ। ଏଇ କଥା ଭାବି ଭାବି ଆମେ କଥା ଗପି ଗପି ଖାଇଲୁ। ଏ ଖାଇବା ମୁଁ ଆପଣମାନଙ୍କୁ ଦେଖାଇଥିଲି। ହଁ ମ, ସେଦିନ ପୁରା ମଙ୍ଗଳବାର ଥିଲା। କେତେ ଦିନର କଥାକୁ ଆଜି ଯୋଡ଼ି ଯୋଡ଼ି କି ଆପଣଙ୍କ ଆଗରେ କହିଦେଉଛି। ମୁଁ ମଙ୍ଗଳବାରରେ ଭାତ ଖାଉନି, ତା ବୋଲି କ'ଣ ଏଇ ଖାଦ୍ୟ ଖାଇଲେ ମୁଁ ଦୁର୍ବଳ ହେଇଯିବି? ଆମର ଗୋଟେ ଭୁଲ ଧାରଣା। ମୁଁ ଜମା ଭାତୁଆ ନୁହେଁ। ମୋତେ ଯଦି ମନ ମୁତାବକ ଖାଇବା ଦେବେ ନା, ପିଠାପଣା ଭଲ ମନ୍ଦ, ରୁଟି ପରଟା ଡାଲମା, ମୁଁ ତ 15 ଦିନ ରହିଯିବି। ସବୁ ଗପି ସାରିଲା ପରେ ଆମେ ବାରିଆଡ଼େ ଗଲୁ। ଆଉ ଆମ ଭାଉଜରାଣୀ ମୋତେ ବହେ ପାଟି କଲେ। କହିଲେ ଗଛପତ୍ର ଦେଇ ଭାରି ଅଯତ୍ନ ହେଇଛି। ମୁଁ ଲାଲ କ'ଣ କରିବି? ସବୁଆଡ଼କୁ ଭିଡ଼ି ହେଇ ଏଇ ଅବସ୍ଥା। ବାରବାଟୀ ଚାଷ, ଘରେ ଉପାସ। ମୋ ବ୍ରହ୍ମକମଳ ଗଛ ସତରେ ଭାରି ଅବସ୍ଥା ହେଇଯାଇଥିଲା। ତା ବ୍ରହ୍ମକମଳରେ ତ ଆଜି ଯାଏ ଫୁଲ ଫୁଟୁଛି। ଦେଖିଆ ତା ହାତରେ କାଳେ ମୋ ବ୍ରହ୍ମକମଳ ଗଛଟି ବାଗେଇଯିବ। ସେ ଟିକେ ବାଗେଇଥିଲା। ଆଉ ତା ବୁଦ୍ଧିରୁ ମୁଁ ଏ କୋଡ଼ିବାଟି ଆଣି ସେଇଠି ଥୋଇଲି। କ'ଣ ପାଇଁ କହିଲେ?
ଠାକୁରଙ୍କର ବାସି ଫୁଲ ଯାକ ସେ ଗୋଟିଏ ଜାଗାରେ ପଡ଼ିବ, ଆଉ ସଢ଼ିଗଲା ପରେ ଗଛ ମୂଳେ ଦିଆହେବ। ଆପଣମାନେ ଯଦି ଏଇ ଉପାୟ ନେବେ ଆପଣଙ୍କ ଗଛ ବି ହୃଷ୍ଟପୃଷ୍ଟ ହେବ ବୋଲି ସେ ମୋତେ କହିଛି। ଏମିତି ଗପସପ ହେଇ ସେ ବାହାରିଗଲା। ହେଲେ ଆଜି ଅଳ୍ପ ସମୟ ପାଇଁ ଆସିଲେ ବି ତା ଆସିବାଟା ବଡ଼ ଜମାଣିଆ ଥିଲା। ମୁଁ ତାକୁ କହିଲି ମୋର କାହାକୁ ଖୁସାମତ ନାହିଁ କି କିଏ ଆଇଲେ କାହାକୁ ହତାଦର ନାହିଁ, ଯେତେବେଳେ ସୁବିଧା ହେବ ଆସିବୁ। ଏ କଥାଟା ମୋର ସମସ୍ତଙ୍କ ପାଇଁ, ସେ ମୋ ପରିବାର ହୁଅନ୍ତୁ କି ମୋ ୟୁଟ୍ୟୁବ୍ ପରିବାର। ଆଜି ସେ ଆସିକି ଏତେ ନାଟକ ଲଗେଇଥିଲା, କହିଲା ଦେଇ ମୁଁ ତୁମ ସାଙ୍ଗେ ଗୋଟେ ଭିଡ଼ିଓ କରିବି। ତାର ବି ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି, ଆଉ ସେ ଇନଷ୍ଟାଗ୍ରାମରେ ବି ଭିଡ଼ିଓ ପକାଏ। ମୁଁ କହିଲି ହଉ କ'ଣ କରିବା କହ। ଦେଖିଲା ବେଳକୁ ସେ ମୋତେ ଏମିତି ନଚେଇବ, ମୁଁ କ'ଣ ଜାଣିଥିଲି। ତା କଥାରେ ଭିଡ଼ିଓ କରି ମୁଁ ସେୟାର କରିଥିଲି, ଆଉ ଆପଣମାନଙ୍କର ବହୁତ ସ୍ନେହ ଆଦର ବି ପାଇଥିଲି। ଆପଣମାନଙ୍କୁ ମୋ ଭିଡ଼ିଓ ଟିକେ ବେଶୀ ନିରସ ଲାଗୁଛି କି? ମଝିରେ ମଝିରେ ଟିକେ ନାଚ ଗୀତ କରିବା, ଆଉ ମୋତେ କହିବେ। ସେଦିନ ବୋହୂ ଦିହିଙ୍କୁ ମୁଁ ପାଟି କରିଥିଲି, ଦେଖୁନାହାନ୍ତି ଧନିଆ ପତ୍ର ଗୁଡ଼ାକ ଟିକେ ହଳଦିଆ ପଡ଼ିଆଇଲାଣି। ଆଜି କହୁଛନ୍ତି ଚଟଣି କରିବ ବୋଲି, ଆରେ ସେଇ କାମ ତ କଲ, ସଜସଜରେ କରିନଥାନ୍ତ। ସିଏ ଏଇଠୁ ଧନିଆ ପତ୍ର ବାଟିଲେ। ମୁଁ କହିଥିଲି ଟିକେ ଭିଡ଼ିଓ କରିଦେବ ମ, ତମ ଭଳିଆ କାଳେ ଆଉ କିଏ ଧନିଆ ପତ୍ରକୁ ଜମେଇ ରଖି ଶୁକଉଥିବେ। ଜମା ଏମିତି କରନ୍ତୁନି। ସଜ ଧନିଆ ପତ୍ର ଆଣି ଧୋଇ ଧାଇ ବାଛି ତା ଦେହରେ ପିଆଜ ରସୁଣ ଅଦା ଗୁଡ଼ ଟିକେ ଆଉ ଟିକେ କଇଁଆ ମଣ୍ଡ ଦେଇ ଚଟଣି ବାଟନ୍ତୁ। ଏ ଚଟଣି କେବଳ ସ୍ୱାଦିଷ୍ଟ ନୁହେଁ, ସ୍ୱାସ୍ଥ୍ୟପ୍ରଦ ମଧ୍ୟ। ସନ୍ଧ୍ୟାବେଳେ ସେଦିନ ମୁଁ କହିଲି ଘରେ ଏଡ଼େ ବଢ଼ିଆ ଚଟଣି ଅଛି, ମୁଁ ଯାଉଛି କ'ଣ ଟିକେ ଚଟପଟିଆ ଜିନିଷ ଆଣିବି। ପୁଅ ଆସିଥିଲା, ତା ସାଙ୍ଗରେ ମୁଁ ପାଖ ଦୋକାନକୁ ଗଲି। ଏବେ ତ ଆମର କଳିଙ୍ଗ ବିହାରରେ ସବୁ ମିଳୁଛି, ଦୋସା ଚାଉମିନ କ'ଣ ନ ମିଳୁଛି। ହେଲେ ଏଇ ଦୋକାନଟା ପରା କୁଆଡ଼େ ବିନା ପିଆଜ ରସୁଣରେ, ସେଇଥିପାଇଁ ମୋତେ ପୁଅ ନେଇଯାଇଥିଲା। ତେଣୁ ଯେଉଁ ବାର ହେଲେ ବି ଏଠୁ ଆଣି ଖାଇ ହେବ। ମୋର କ'ଣ ପ୍ରିୟ ଜାଣିଛନ୍ତି? ଆଉ ଆଜି ମୁଁ ଏଠୁ କ'ଣ ଆଣିଲି ଟିକେ ଅନୁମାନ କରି କହିଲେ ଦେଖିଆ। ନହେଲେ ଆପଣଙ୍କର କେଉଁ ଜିନିଷଟା ପ୍ରିୟ ତା ତ ଅନ୍ତତଃ କହିଦିଅନ୍ତୁ। ମୁଁ ସେ ଦୋକାନକୁ ଯାଇ କିଛି ଘରକୁ ଖାଦ୍ୟ ନେଇ ଆସିଲି। ଏତିକି ବେଳକୁ ମୋର ଏଇ ପୁଅ ସମାନ ଗୁରୁଙ୍କ କଥା ମନେ ପଡ଼ିଗଲା। ତେଣୁ ତାଙ୍କ କଣ୍ଠର ଏ ଭଜନଟି ଆପଣମାନଙ୍କୁ ଶୁଣେଇଦେଲି। ସବୁ ତ ଖାଲି ଏପଟ ତେପଟ ମନ ଧାଉଁଛି। ଗାଈ ଗୁଡ଼ିକ ମୋର କେଡ଼େ ଅସୁସ୍ଥ। ପିଲାମାନେ ଯାଇ ଗାଈଙ୍କ ସାଙ୍ଗେ ସବୁବେଳେ ଖେଳନ୍ତି। ଆଜି ସେମାନେ ଗାଈଙ୍କ ପାଖକୁ ବାହାରିଲା ବେଳକୁ ମୁଁ ବାରଣ କଲି, କାହିଁକି ନା ଗାଈ ସବୁ ଅସୁସ୍ଥ ଥିବାବେଳେ ଗୁହାଳକୁ ପିଲାମାନଙ୍କୁ ନେବା କଥା ନୁହେଁ। ବେଳେବେଳେ ଗାଈମାନଙ୍କର ରୋଗ ମଣିଷକୁ ଡେଇଁ ପଡ଼ିଥାଏ। ଆମେ ସବୁ ବଡ଼ ମଣିଷ ଯାଇ ଗାଈଙ୍କର ସେବା କରୁଛୁ। ଏ ସମୟରେ ପ୍ରଭୁ ଜଗନ୍ନାଥଙ୍କୁ ଡାକିବା ବ୍ୟତୀତ ମୁଁ ବା ଆଉ କ'ଣ କରିପାରିବି। ତାଙ୍କରି କୃପା ହେଲେ ପୁଣି ଗାଈମାନେ ସୁସ୍ଥ ହୋଇଯିବେ। ଆମ ଘରେ ପୁଣି ଖୁସିର ବାତାବରଣ ଫେରି ଆସିବ। ଆମେ ଯେ ବହୁତ ଭାଙ୍ଗି ପଡ଼ିଛୁ ତା ନୁହେଁ, କିନ୍ତୁ ତେବେ ବହୁତ ବିବ୍ରତ ହେଇ ସମୟ କାଟିବାକୁ ପଡ଼ୁଛି। ଜୟ ଜଗନ୍ନାଥ।